ଆମେ ଅଲରେଡ଼ି ନୀଳ ସାର୍ ଅଫିସିଆଲ୍ ଚ୍ୟାନେଲ୍ରେ ଆମର ଇଂଲିଶର 10th ଗ୍ରାମାର ପୁରା କମ୍ପ୍ଲିଟ୍ କରୁଛନ୍ତି, +2 ଗ୍ରାମାର ପୁରା କମ୍ପ୍ଲିଟ୍ କରୁଛନ୍ତି। ତ ବର୍ତ୍ତମାନ ଆମର କମ୍ୟୁନିକେଟିଭ୍ 10th ଇଂଲିଶର ଦୁଇଟା ପାଠ ପଢ଼ାଇଛନ୍ତି, ଯେଉଁଟାକି ଆମର ହେଉଛି ଗୋଟେ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍, ଏ ଟାଇଗର୍ ଇନ୍ ଦ ହାଉସ୍। ତ ଅବଶିଷ୍ଟ ଆମର ଟୋଟାଲ୍ ତ ଅଛି 15ଟା, ଏ 15ଟାରୁ ଆମେ ଦୁଇଟା ସାରିଛନ୍ତି, ଆଉ ବାକି ଯେଉଁ ରହିଲା ଆମର 13ଟା, ସେଗୁଡ଼ିକ ବର୍ତ୍ତମାନ ଏ ସିରିଜ୍ ପୁରାପୁରି କମ୍ପ୍ଲିଟ୍ କରିବା। ତ ଯେହେତୁ ଆମର ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ୍ ପଢ଼ା ହେଇଯାଇଛି, ଆମେ ସେକେଣ୍ଡ ହେଉଛି ଆମର ଏ ଲେଟେଡ୍ ଟୁ ଗଡ଼୍। ତ ଚାଲ ବର୍ତ୍ତମାନ ଆରମ୍ଭ କରିବା ଏ ଲେଟେଡ୍ ଟୁ ଗଡ଼୍। ତ ଫାଷ୍ଟ ଆମେ ଜାଣିବା ଟିକେ କବିଙ୍କ ବିଷୟରେ ଜାଣିବା, ଲେଖକ ପରିଚୟ ଅଥରଙ୍କ ବିଷୟରେ। ଆର ଅର୍ଥ ହେଉଛନ୍ତି ଆମର ଜେର୍ଜିଓ ଲୋପେଜ୍ ଫ୍ରେନ୍ସ, ଯିଏକି ଥିଲେ ମେକ୍ସିକାନର ନୋବେଲିଷ୍ଟ, ଉପନ୍ୟାସ ମେକ୍ସିକାନର, ଆଉ ଜଣେ ପୋଏଟ୍, ଆଉ ଗୋଟେ ଜର୍ଣ୍ଣାଲିଷ୍ଟ। ତ ବର୍ତ୍ତମାନ ଦେଖିବା ତାଙ୍କର ୱାର୍କ କ'ଣ ନା, ସେ 15 ବର୍ଷ ବୟସରେ ଲେଖା ଆରମ୍ଭ କରିଥିଲେ, ଆଉ ତାଙ୍କର ସବୁ ଲେଖା ଥିଲା ସିଭିଲ୍ କନଫ୍ଲିକ୍ଟ, ନା ସଭ୍ୟ ବାଦ ବିବାଦ ଉପରେ ଥିଲା। ତାଙ୍କର ଗୋଟେ ପପୁଲାର ବୁକ୍ ଅଛି ଅପରେସନ୍ ଅଫ୍ ଆମେରିକାନ୍, ବହିର ନାଁ। ଦେନ୍ ହେଉଛି ସେ ଗୋଟେ ନ୍ୟାସନାଲ୍ ପ୍ରାଇଜ୍ ପାଇଥିଲେ ଆର୍ଟସ୍ ଆଉ ସାଇନ୍ସ ପାଇଁ 1935 ମସିହାରେ। ଇଏ ଗଲା ଆମର ଆସି ଅଥରଙ୍କ ବିଷୟରେ। ଏବେ ଆମେ ଯିବା ପାଠକୁ ଯିବା। ଦେଖ, ଇଏ ହେଉଛି ପାଠ ହେଉଛି ଆମର ଏବେ ଫାଷ୍ଟ ପଢ଼ିବା ଲିଡ୍ ଇନ୍ କ'ଣ ପଢ଼ିବା ନା, ପଢ଼ିବା ବିଲିଭ୍ କ'ଣ ନା, ଏଇ ପାଠର ମାନେ ଲିଡ୍ ଇନ୍ ଫାଷ୍ଟ ଅଛି ନା, ଲେଖକ କହୁଛନ୍ତି ଯଦି ମଣିଷ ପାଖରେ ଆତ୍ମବିଶ୍ୱାସ ଅଛି ତେବେ ସେ ପାହାଡ଼କୁ ମଧ୍ୟ ଘୁଞ୍ଚେଇ ପାରିବ। ଏଠାରେ ଲେଞ୍ଚ ନାମକ ଜଣେ କୃଷକ ଯେତେବେଳେ ନିଜର ଶସ୍ୟ ନଷ୍ଟ ହେଲା, ସେତେବେଳେ ସେ ଭଗବାନ ନିକଟକୁ ପତ୍ର ଲେଖିଥିଲା। କ'ଣ ଭଗବାନ ସତରେ ତା ନିକଟରେ ମାନେ ତା ପାଖକୁ ଟଙ୍କା ପଠାଇଲେ କି, ତ ତା'ର ଚିଠିର ଉତ୍ତର ଦେଲେ କି? ତ ଚାଲ ବର୍ତ୍ତମାନ ଏ ଟପିକ୍ ପଢ଼ି ଆମେ ଜାଣିବା। ଫାଷ୍ଟ ଆମେ ଏବେ ଦେଖିବା ଲେଞ୍ଚ ହୋମ୍, ଲେଞ୍ଚର ଘର କେଉଁଠି ଅଛି ନା, ଲୋ ହିଲ୍ କ୍ରେଷ୍ଟ ଅଫ୍ ଏ ଭ୍ୟାଲି। ତା ଅର୍ଥ ଗୋଟେ ଉପତ୍ୟକା ରହିଲା, ଉପତ୍ୟକାର ଲୋ ହିଲ୍। ତା ଅର୍ଥ ଯଦି ଉପତ୍ୟକା ଆମେ ଦେଖିବା, ଏବେ ଉପତ୍ୟକା କ'ଣ ହେଉଛି ନା, ଦୁଇଟା ହିଲ୍ ଅଛି, ନମ୍ବର 1 ନମ୍ବର 2। ତେବେ ଏ ଲୋ ହିଲ୍ର ପୁରାପୁରି କ୍ରେଷ୍ଟ, ପୁରାପୁରି ଶୀର୍ଷ ଭାଗରେ ରହିଛି। ତ କ'ଣ ଯେତେବେଳେ ଜଣେ କେହି ଯାଇ ସେଇ ମାନେ ତା ଘର ପାଖରେ ଜଣେ କେହି ଠିଆ ହେବ, ତେବେ ଚତୁଃପାର୍ଶ୍ୱ ଥିବା ଆମର ରିଭର, ଆମର ନଦୀ, ଫିଲ୍ଡ, ଶସ୍ୟ, ଚତୁଃପାର୍ଶ୍ୱ ସବୁ ଶସ୍ୟ ନଦୀ ତାକୁ ଦେଖାଯାଉଥିଲା। ଏବଂ କ'ଣ ହେଉଥିଲା ଆମର, ଏବଂ ସେ ସମୟରେ ତା ସ୍ତ୍ରୀ ରାତ୍ର ଭୋଜନ ପ୍ରସ୍ତୁତି କରୁଥାଏ, ଏବଂ କ'ଣ ତା'ର ବୟସ୍କ ପିଲାମାନେ କାମ କରୁଥାନ୍ତି, ଛୋଟମାନେ ଖେଳୁଥାନ୍ତି। ଇଏ ଗଲା ତାଙ୍କର ହୋମ୍ ବିଷୟରେ। ଏବେ ଆମେ ଦେଖିବା ତାଙ୍କର ଫିଲ୍ଡ ବିଷୟରେ, କ୍ଷେତ। ତ କ'ଣ ହେଇଛି, ଗୁଡ୍ ହାର୍ଭେଷ୍ଟ। ତାଙ୍କ ଫିଲ୍ଡ ତାଙ୍କୁ ସବୁ ବର୍ଷ ପ୍ରମିସ୍ କରୁଛି, ମୁଁ ତୁମକୁ ଭଲ ଫସଲ ଦେବି, ଡାଉନପୋର ଅଧିକ ବର୍ଷା ହେଉ କିମ୍ବା ସାୱାର କମ୍ ବର୍ଷା ହେଉ କିଛି ଫରକ ନାହିଁ, ମୁଁ ସବୁ ବର୍ଷ ଭଲ ଫସଲ ଦେବି। ତେଣୁ ଲେଞ୍ଚ ସବୁଦିନେ ନର୍ଥ ଇଷ୍ଟ, ସେ କ'ଣ କରୁଥାଏ ସବୁଦିନେ ନା, ଉତ୍ତର ଆଉ ପୂର୍ବ ସବୁଦିନେ ଚାହିଁକିରି ଆସୁଥାଏ। ସେଦିନ ମଧ୍ୟ ଚାହିଁକିରି ଆସିଲା। ଦେଖ, ଇଏ ଗଲା ଆମର ଆସିକିରି ଫିଲ୍ଡ। ଏବେ ଆସିଲା ରେଇନ୍ 1 hour। ଦେଖ ଏବେ ତ ଲେଞ୍ଚ ଯେତେବେଳେ ଉତ୍ତର ପୂର୍ବ ଆକାଶକୁ ଚାହିଁକିରି ଆସିଲା, ସିଏ ଆସି ତାଙ୍କ ଘରେ ଯାଇ ତାଙ୍କ ସ୍ତ୍ରୀକୁ କହିଲା, ଏ ବର୍ଷ ଆମେ ଟିକେ ଭଲ ବର୍ଷା ପାଇବା, ପ୍ରେଡ଼ିକ୍ଟେଡ଼ କଲା, ମାନେ ଭବିଷ୍ୟତବାଣୀ କହିଲା। ତ ସେ ସମୟରେ ତା ସ୍ତ୍ରୀ କହିଲା, ହଁ ଇଏ ଭଗବାନଙ୍କ ଇଚ୍ଛା। ସିଏ କହିବା ମୁତାବକ ଆଙ୍କେ ଖାଇ ବସୁଛନ୍ତି, ବର୍ଷା ହେବା ଆରମ୍ଭ ହେଲା। ତେଣୁ ଲେଞ୍ଚ କ'ଣ କଲା, ସେ ବର୍ଷାର ଥଣ୍ଡା ଆଉ ଫ୍ରେଶ୍ ବାୟୁକୁ ଅନୁଭବ କରିବା ପାଇଁ ବାହାରକୁ ଚାଲିଗଲା, ଆଉ ଘରକୁ ଆସି କହିଲା, ଯେଉଁ ବର୍ଷା ଟୋପା ବିଗ୍ ଡ୍ରପ୍ସ, ଯେଉଁ ବଡ଼ ବଡ଼ ଟୋପା ଗୁଡ଼ିକ ପଡ଼ୁଛି, ସିଏ ହେଉଛି 10 cent, ଇଏ ଗୋଟେ ମୁଦ୍ରା। ଆଉ ଗୋଟେ ହେଉଛି ଛୋଟ ଛୋଟ ଗୁଡ଼ିକ ହେଉଛି ସ୍ମଲ୍ ହେଉଛି ସବୁ ଯାକ ଗୋଟେ ହେଉଛି ଆମର 5 cent। ତ ସିଏ ଆସି କହିଲା ଯେ ବଡ଼ ବଡ଼ ଡ୍ରପ୍ ବିନ୍ଦୁ ଗୁଡ଼ିକ ହେଉଛି 10 ଟଙ୍କା, ଆଉ ଛୋଟ ଛୋଟ ବିନ୍ଦୁ ଗୁଡ଼ିକ ହେଉଛି 5 ଟଙ୍କା। ତ ବର୍ତ୍ତମାନ କ'ଣ ହେଲା, ଲେଞ୍ଚ ଦେଖିବାକୁ ଗଲା, ସେ ସମୟରେ କ'ଣ ହେଇଛି ନା, ସବୁଆଡ଼େ ବର୍ଷା ଯେମିତି ଲାଗୁଛି ଡ୍ରାଫ୍ଟ, ଜଣେ କିଏ କଟେନ୍ ଯେମିତି ପରଦା ଆବରଣ କଲା ଭଳି ବର୍ଷା ସବୁଆଡ଼େ ଉପତ୍ୟକା ଘରଫର ସବୁଆଡ଼େ ଆବରଣ କରିଦେଇଛି। ତ ସେ ସମୟରେ କ'ଣ ହେଲା, ପୁଣି ଥରେ କୁଆପଥର ହେଲଷ୍ଟୋନ୍ ପଡ଼ିବାରେ ଲାଗିଲା, ଯେମିତି ଲାଗିଲା ସବୁଆଡ଼େ ନ୍ୟୁ ସିଲଭର କଏନ୍, ନୂଆ ନୂଆ ରୂପା ମୁଦ୍ରା ସବୁ ପଡ଼ିଲା ଭଳି ଲାଗିଲା। ତ ତା ପିଲାମାନେ କ'ଣ କଲେ, ଫ୍ରୋଜେନ୍ ପିରିୟଡ଼ ସେଗୁଡ଼ିକୁ ଅନାବୃତ ଭାବରେ ବା କିଛି ନ ଗୋଡ଼ ହୋଇ ସେଗୁଡ଼ିକୁ ସଂଗ୍ରହ କରିବାକୁ ଚାଲିଗଲେ। କିଛି ସମୟ ପରେ ଲାଗିଲା ଯେମିତି ମାନେ ଯେତେ କାକପଥର ପଡ଼ିଲା, ସେମିତି ଲାଗିଲା ଯେମିତି ସବୁଆଡ଼େ କିଏ ଲୁଣ ବିଛେଇ ଦେଇଛି ଲାଗିଲା। ତାପରେ ଆସିଲା ଯେତେବେଳେ 1 ଘଣ୍ଟା ଯାଏ ବର୍ଷା ହେଲା, ସେତେବେଳେ ଲେଞ୍ଚ କ'ଣ କଲା ନା, ତା ସେ ଜମିର 1 ଘଣ୍ଟା ପରେ ଯେତେବେଳେ ବର୍ଷା ଛାଡ଼ିଗଲା,
ମାନେ ଯେଉଁ କୁଆପଥର ଯେଉଁ ଷ୍ଟ୍ରଙ୍ଗ ୱାଇଣ୍ଡ ପବନ ହେଇଥିଲା, ସେ ଯାଇକି କହିଲା ତା ପୁଅ କହୁଛି ଭଲ ହେଇଥାନ୍ତା ଯଦି ଆମର ଲକ୍ୟୁଟ୍ସ ପଙ୍ଗୁପାଳ ମହାମାରୀ ପଙ୍ଗୁପାଳ ଆସି ମଧ୍ୟ ଆମ କ୍ଷେତରେ ଖାଇଥିଲେ ଅନ୍ତତଃ ଗୋଟେ କିମ୍ବା ଦୁଇଟା ତ ପତ୍ର ବି ବଞ୍ଚିଥାନ୍ତା। ବର୍ତ୍ତମାନ ଏବେ ହେଲଷ୍ଟୋନ୍ ଆଇଲା, ଆମର ସବୁ ଶସ୍ୟ ପୁରା ନଷ୍ଟ ହେଲା, ଏମିତିକି ଗୋଟେ ଗଛରେ ଗୋଟେ ପତ୍ର ବି ନାହିଁ। ତ ବର୍ତ୍ତମାନ ଏବେ ହେଲା ଫାଷ୍ଟ ଲେଟର। ଫାଷ୍ଟ ଲେଟର କ'ଣ, ସେଦିନ ଲେଞ୍ଚର ପରିବାରରେ ସମସ୍ତ ଅପସେଟ୍, ସମସ୍ତ ଅଶାନ୍ତି, ସମସ୍ତ ଦୁଃଖ, ସମସ୍ତ ମନ ଲେଞ୍ଚ ସମସ୍ତଙ୍କୁ କହୁଛି ଏ ବର୍ଷ ଆମେ ସମସ୍ତେ ଭୋକରେ ମରିଯିବା, ଆମକୁ କିଏ ସାହାଯ୍ୟ କରିବେ ନାହିଁ। କିନ୍ତୁ ସମସ୍ତଙ୍କ ହୃଦୟରେ ବିବେକରେ ଗୋଟେ କଥା ଅଛି, ଭଗବାନ ଯିଏ ଯାହା ନିର୍ମାତାରେ ଆମେ ସବୁ କାମ କରୁଛନ୍ତି, କ'ଣ ଭଗବାନ ଏସବୁ କ'ଣ ଦେଖୁନାହାନ୍ତି କି? କ'ଣ ଆମେ କ'ଣ ଏ ବର୍ଷ ଭୋକିଲା ରହିଯିବା କି? ଭଗବାନ ଅଛନ୍ତି। ସମସ୍ତ ହୃଦୟରେ ଗୋଟେ କଥା ଥିଲା। ତେଣୁ ଲେଞ୍ଚ କ'ଣ କଲା, ସେଇଦିନ ସଣ୍ଡେ ଡେ ବ୍ରେକ୍ ସନ୍ଧ୍ୟା ସମୟରେ ସେ ଚିଠି ଲେଖିବା ଆରମ୍ଭ କଲା, ଭଗବାନଙ୍କୁ 100 ପଇସା ପାଇଁ ଆବେଦନ କରିଥିଲା। ତ କ'ଣ କଲା, ତା ପରଦିନ ଯାଇକି ଟାଉନର ପୋଷ୍ଟ ଅଫିସ ଯାଇ ପକାଇଦେଲା। ସେ ସମୟରେ ପୋଷ୍ଟମ୍ୟାନ୍ ଯିଏକି ପୋଷ୍ଟ ଅଫିସରେ ବେଳେବେଳେ ସାହାଯ୍ୟ କରନ୍ତି, ସିଏ କ'ଣ କଲେ, ସେଇଟାକୁ ବାହାର କଲେ ଆଉ ଦେଖିଲେ ତାଙ୍କ କ୍ୟାରିୟରରେ ଆଜି ଯାଏଁ ଏମିତିକା ଲେଟର କେବେ ଆସିନି ଭଗବାନ ନିକଟକୁ ପତ୍ର। ତେଣୁ ସିଏ ହସି ହସି ପୋଷ୍ଟ ମାଷ୍ଟର ପାଖକୁ ନେଲେ। ପୋଷ୍ଟ ମାଷ୍ଟର ଜଣେ କିଏ, ଯିଏ ଜଣେ ଫେଟ୍, ଜଣେ ମୋଟା ଥିଲେ, ଏମିଏବୁଲ୍ ସୁଶୀଳ ଥିଲେ। ତେଣୁ ସେ ମଧ୍ୟ ହସିଲେ। ହସିଲା ପରେ କିଛି ସମୟ ନୀରବ ହୋଇ କହିଲେ, ହ୍ୱାଟ୍ ଏ ପେ, ଦେଖ କି ବିଶ୍ୱାସ, ଯଦି ମୋର ବି ବିଶ୍ୱାସ ତ ମୁଁ ବି ଭଗବାନ ପାଖକୁ ଚିଠି ଲେଖିଥାନ୍ତି। ତେଣୁ ପୋଷ୍ଟ ମାଷ୍ଟର ଭାବିଲେ, ନାଇଁ ଯାହା ହେଲେ ମୁଁ ଲେଞ୍ଚକୁ ତ ସାହାଯ୍ୟ କରିବାକୁ ପଡ଼ିବ, ତାର ଯେଉଁ ଏତେ ଭରସା ଅଛି। ତେଣୁ ଆକ୍ଟ ଅଫ୍ ଚାରିଟି ନାମରେ, ଦାରିଦ୍ର୍ୟ ସଂସ୍ଥା ନାମରେ ସେ କିଛି ଟଙ୍କା କଲେକ୍ସନ୍ କଲେ। ନିଜର ଅଧାରୁ ଅଧା, ନିଜ ସେଲେରୀର ଅଧାରୁ ଅଧା ଦେଲେ, ଅନ୍ୟମାନଙ୍କୁ ମାଗିଦେଇ କେତେ 70 ପଇସା ସବୁ କଲେକ୍ସନ୍ ହେଲା। ସେ 100 ମାଗିଥିଲା। ତାପରେ ପୋଷ୍ଟ ମାଷ୍ଟର କହିଲେ, ପୋଷ୍ଟମ୍ୟାନ୍ କହିଲେ ତୁମେ ଯାଅ ଦେଖ। ଏବଂ ପୋଷ୍ଟ କ'ଣ ନା, ପୋଷ୍ଟ ମାଷ୍ଟର କ'ଣ କଲେ ନା, ପୋଷ୍ଟ ଅଫିସର ଝରାପଟ ଦେଖିଲେ। ଲେଞ୍ଚ ସବୁଥର ରବିବାର ଆସିଥାଏ, ସେଦିନ ମଧ୍ୟ ଆସିଲା। ଆସିଲା ପରେ ପୋଷ୍ଟମ୍ୟାନ୍ ତାଙ୍କୁ ଏ ଲଫାଫା ଦେଲା। ସେ ଲଫାଫାରୁ ଟଙ୍କା ବାହାର କଲା। ସ୍ଲାଇଟେଷ୍ଟ ସରପ୍ରାଇଜ୍, ସେ ଟିକିଏ ମଧ୍ୟ ଆଶ୍ଚର୍ଯ୍ୟ ହେଲାନି, ବରଂ ରାଗିଲା। ପଇସା ଗଣିଲା, ରାଗିଲା, କହିଲା କ'ଣ ସବୁ 70 ହେଇଛି, ମୁଁ ମାଗିଯିବା ତ ଭଗବାନ କେବେ ମନା କରିବେନି, ଆଉ 30 ଗଲା କୁଆଡ଼େ? ତେଣୁ ସେ ସଙ୍ଗେ ସଙ୍ଗେ ଗଲା ସେକେଣ୍ଡ ଲେଟର ଲେଖିଲା। ରାଇଟିଂ ଟେବୁଲ୍ ଉପରେ ସେକେଣ୍ଡ ଲେଟର ଲେଖିଲା, ଷ୍ଟାମ୍ପ ଆଣିଲା, ଅଠନ ଲଗାଇ ଛେପ ଲଗାଇ ତାକୁ ପିଟିଦେଲା ସେ ଏନଭଲପ ଉପରେ। ପୁଣି ଥରେ ପୋଷ୍ଟ ଡାକ ଇଏରେ ପକାଇଦେଲା। ସେ ସମୟରେ ପୋଷ୍ଟ ମାଷ୍ଟର ବାହାର କଲା, ସେଥିରେ ଲେଖା ହେଇଛି, ହେ ଭଗବାନ, ମୋତେ ଟଙ୍କା ନିହାତି ଆବଶ୍ୟକ ଅଛି, ମୋର ଜାଣିଛନ୍ତି ମୋ ଶସ୍ୟ ନଷ୍ଟ ହୋଇଯାଇଛି, ଆପଣ ସବୁ 70 ପଠାଇଛନ୍ତି, ଆଉ ଯେଉଁ 30 ରହିଲା ମୋ ପାଖକୁ ପଠାଇ ଦିଅନ୍ତୁ। ଆଉ ମନେ ରଖନ୍ତୁ, ସେଇ ପୋଷ୍ଟ ମାଷ୍ଟରଙ୍କ ହାତରେ, ପୋଷ୍ଟ ଅଫିସ ଏମ୍ପ୍ଲୟିମାନଙ୍କ ହାତରେ ଦେବେନି। କ'ଣ ପାଇଁ ନା, ସେମାନେ ସବୁ ଅସାଧୁ ଅଟନ୍ତି, ଚୋର ଅଟନ୍ତି। ତ ଇଏ ସରିଲା। ତୁମମାନଙ୍କ କାମ ହେଉଛି ଫାଷ୍ଟରେ କିୱାର୍ଡ଼ ଗୁଡ଼ିକ ପଢ଼ିବ। କିୱାର୍ଡ଼ ପଢ଼ିଲା ପରେ ମୁଁ ଡେସ୍କ୍ରିପସନ୍ରେ ଆର ଅର୍ଥ ଛାଡ଼ିଦେବି, ଆଉ MCQ ଛାଡ଼ିଦେବି। କିୱାର୍ଡ଼ ହେଲା ପରେ, ଅର୍ଥ ଘୋଷିଲା ପରେ କମ୍ପ୍ଲିଟ୍ରେ MCQ ଗୁଡ଼ିକ ପ୍ରାକ୍ଟିସ୍ କରିବ। ପୁଣି ଥରେ ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା ଦ ସଲିଟାରୀ ରିପର।